ମୋହନ ବାବୁକୁ ଆଗ ଚୁନା ମାଛ, ତାପରେ ବଡ ମାଛ, ତାପରେ ଦେଶୀ କୁକୁଡ଼ା, ତାପରେ ଦେବୁ କଙ୍କଡା, ତାପରେ ମଟନ, ତାପରେ ମଲ୍ଲିଫୁଲିଆ କ୍ଷୀରି। ଖାଆନ୍ତିରେ ସବୁବେଳେ, ଆଜି ନୂଆ ଖାଇବେ। ନବୀନ ପଟ୍ଟନାୟକ ମୋହନ ଏକାଠି ମୋ ପଙ୍ଗତରେ ଖାଆନ୍ତି। ଆମ ପଙ୍ଗତ ସରସା ପଙ୍ଗତ। ମୋହନ ମାଝୀ ଆସୁଛନ୍ତି ସବୁବେଳେ ଖାଆନ୍ତି। ହଁ ଡାକିବୁ, ନ ଆସିବେ। ଆରେ କାହା ପାଇଁ ଗାଡି ଆମର ରହିବନି, ଆମେ ଜିତଲା ପର୍ଯ୍ୟନ୍ତ ଗାଡି ଚାଲିବ। ଆମ ନେତା ହରେକୃଷ୍ଣ ମହତାବ, ଜାନକୀ ପଟ୍ଟନାୟକ 3 ତାରିଖରେ ଆସିବ ସବୁ। ମୁଁ ତ ଡାକିଛି ବଟାନିକାଲ ଗାର୍ଡେନରେ। ମୁଁ ଆପଣ ମାନଙ୍କୁ କହିଦେବାକୁ ଚାହେଁ, ଆମେ ଅଞ୍ଚଳବାସୀ ଜଟଣୀ ନିର୍ବାଚନ ମଣ୍ଡଳୀରେ ନନ୍ଦନକାନନ ଗାର୍ଡେନ 60 ବର୍ଷ ହେଲା ଆମେ ପ୍ରଗତ କରି ଯାଉଛୁ। କୋଭିଡରେ ବି, ମହାବାତ୍ୟାରେ ବି। 4 ତାରିଖ ଡେଟ୍ ହେଇକି ଚାରିଆଡେ ଦେଇ ଚିଠି ଦରଖାସ୍ତ ଦେଲି। ମୁଁ ତାକୁ ଡାଇରେକ୍ଟ କହିଲା, ସେ କହୁଛି ଗଭର୍ଣ୍ଣମେଣ୍ଟ ମିଡିଆ ବନ୍ଦ କରିଛି। ଆମେ ଜବରଦସ୍ତ କରିବୁ, ଆମେ ଜବରଦସ୍ତ କରି ଆସିଛୁ, କରିବୁ। ଯଦି ଏ ବର୍ଷ ବନ୍ଦ ହେଇଯିବ, ଆଉ କେବେ ହବନି? ତମେ ଡେରାସ ବନ୍ଦ କରିଦବ, ଝୁମୁକା ବନ୍ଦ କରିଦବ, ଆମ ଲୋକ ଯିବେ କୁଆଡେ? କିଏ? ଆମେ ଯେତିକି ଲୋକ ସେଠି ଏକାଠି ହେଇଥିବୁ, ମାନେ 20 ବଟାଲିୟନ ଦରକାର ସେଠି। ଆମେ ଜଣେ ଜଣେ 2-2ଟା ସିପେଇକି କାଖେଇକି ନେଇ ପଳେଇବୁ ସେ ଭିତରେ, ଜଙ୍ଗଲ ଭିତରକୁ। ନୁହଁ, ଆମେ ବାସିନ୍ଦା ଲୋକ। କାହିଁ କେଜାଣି, ମୁଁ କହିପାରିବିନି। ନାଇଁ, ତାଙ୍କୁ ତ ଡାକୁ ଆମେ। ମୋହନ ମାଝୀ ଆସୁଛନ୍ତି ସବୁବେଳେ ଖାଆନ୍ତି। ହଁ ଡାକିବୁ, ନ ଆସିବେ। ଆରେ କାହା ପାଇଁ ଗାଡି ଆମର ରହିବନି, ଆମେ ଜିତଲା ପର୍ଯ୍ୟନ୍ତ ଗାଡି ଚାଲିବ। ଆମ ନେତା ହରେକୃଷ୍ଣ ମହତାବ, ଜାନକୀ ପଟ୍ଟନାୟକ 3 ତାରିଖରେ ଆସିବ ସବୁ। କୋଉଠି? ମୋହନ ବାବୁକୁ ଆଗ ଚୁନା ମାଛ, ତାପରେ ବଡ ମାଛ, ତାପରେ ଦେଶୀ କୁକୁଡ଼ା, ତାପରେ ଦେବୁ କଙ୍କଡା, ତାପରେ ମଟନ, ତାପରେ ମଲ୍ଲିଫୁଲିଆ କ୍ଷୀରି। ଖାଆନ୍ତିରେ ସବୁବେଳେ, ଆଜି ନୂଆ ଖାଇବେ। ନବୀନ ପଟ୍ଟନାୟକ ମୋହନ ଏକାଠି ମୋ ପଙ୍ଗତରେ ଖାଆନ୍ତି। ଆମ ପଙ୍ଗତ ସରସା ପଙ୍ଗତ। ବିଜୁଆ ମୁଁ 52 ପିସ୍ ମାଛ ଖାଏ। ମୋ ବାହାରେ 52 ପିସ୍। କାପ ଖାଲି ଉଠେଇଲା ବୁଢା। କହିଲା ମୁଁ ବଯିବି, କିନ୍ତୁ ମାଛ ରଖିଥିବୁ। ସେ ବିରୋଧୀ ଦଳ, ମୁଁ ମନ୍ତ୍ରୀ। ଶୁଣ ଆଜ୍ଞା, ମାଛ 2ଟା ପଠେଇଦେ। ମୁଁ ସେଠୁ ଜିଅନ୍ତା ମାଛ ତା ଆଗରେ ପଠେଇବି, ତା ଆଗେ ଛାଡିଦବ। ସେ ମାଛକୁ ତଳେ ଛାଡିଦେବେ, ତାର ଯୋଉ ମଜାକି ଘର, ଏ ବଙ୍କୁଲି ହାତରେ ଲାଞ୍ଜରେ ହାତ ମାରିବ, ଚଳଚଳ ହବ। ତାପରେ ଗୋଟେ ନିଆଁ ତାହେଲେ ତାଙ୍କର ରୋଷେଇ କରିବା। ଡୋ ପିଆଜି କରିକି ନେଇକି ଚାପ୍ ଟାପ୍ 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 ଉଠିବ ଉପରୁ। ସେ କଣ୍ଟା ବି ଚୋବେଇ ଖାଇଯିବେ। ସେ ମୁଣ୍ଡକୁ ଖାଲି ପାଖୁଡା କଣ୍ଟା ଗୁଡା କାଢନ୍ତି। ଏ ତଳ କଣ୍ଟା ଗୁଡା ଚୋବେଇ କରି, ଯଦି ମୁଣ୍ଡ ଖାଇବ, କଣ୍ଟା ନ ଖାଇବ, କାହିଁ ମୁଣ୍ଡ ଖାଇବ? ବିଜୁ ପଟ୍ଟନାୟକ ସେ କେତେ ବଡ ଲୋକ, ପୃଥିବୀର ଗୋଟେ ଅଦ୍ୱିତୀୟ ଲୋକ। ସେଭଳିଆ ଲୋକ ମିଳିବ? ଓଡିଶା ମାଟିରେ ଜନ୍ମ ହେଇଥିଲେ।